ଜୟ ଜଗନ୍ନାଥ ସାଙ୍ଗମାନେ। ତ ସାଙ୍ଗମାନେ ମୋତେ ପ୍ରବଳ ମାତ୍ରାର ଥଣ୍ଡା ହେଇଯାଇଛି, ସେଥିପାଇଁ ମୋ ମୁଡ୍ ପୁରାପୁରି ଅଫ୍ ଅଛି। ଆଉ ମୁଁ ଏଠି ମାଛ ଧରିକି ବାହାରି ପଡ଼ିଲି ଦିଦିକୁ ଟିକେ ଦେଇ ଆସିବି ବୋଲି, କାରଣ ସିଏ ହେଲା ଆସିଛି ଭୁବନେଶ୍ୱରରୁ। ତ ମୋ ପାଇଁ ବି ଆଣିଥିଲା କୁର୍ତ୍ତୀ, ବହୁତ ବଢ଼ିଆ ବଢ଼ିଆ ସମ୍ବଲପୁରୀର କୁର୍ତ୍ତୀ ଆଣିଥିଲା ତିନି ଜଣଙ୍କ ପାଇଁ। ଆଉ ମୁଁ ତ ଆସିକି ସବୁଗୁଡ଼ା ଟ୍ରାଏ କରିଦେଉଥିଲି, କାରଣ ମୋତେ ମୋ ଉପରେ କେଉଁଟା ମାନୁଛି ମୁଁ ତ କନଫ୍ୟୁଜ୍ରେ ଅଛି, ମୁଁ କେଉଁଟା ନେବି ଆଉ ସେମାନଙ୍କୁ କେଉଁଟା ଦେବି, କାରଣ ମୋତେ ଯେଇଟା ଭଲ ଲାଗିବ ମୁଁ ତ ସେଇଟା ନେବି। ତାପରେ ମୁଁ ଟିକେ ଅଣ୍ଡା ଭାଜି ଦେଉଥିଲି ଖାଇବି ବୋଲି, ପଖାଳ ତ ବହୁତ ଦିନ ପଖାଳ ବି ଖାଇନାହିଁ, ତ ପଖାଳ ଖାଇଦେବି ଭାବୁଥିଲି। ତାପରେ ମୋର ଆସିକି ପହଞ୍ଚିଗଲା ଗୋଟେ ପାର୍ସଲ, ତ ମୁଁ ପାର୍ସଲଟାକୁ ଆଣିବା ପାଇଁ ଚାଲି ଯାଇଥିଲି। ତ ମୁଁ ଅର୍ଡ଼ର କରିଦେଇଥିଲି ଏଇ ବ୍ଲୁଟୁଥ୍ଟା, ତ ମୁଁ ହେଲା ପକେଇଛି। ତାପରେ ହେଲା ମୁଁ ବାହାରି ଯାଇଥିଲି ଟିକେ ମାମୁଁ ଘରକୁ ଯିବି ବୋଲି, କାରଣ ମାଉସୀ ବି ଯାଇଥିଲେ। ତାପରେ ହେଲା ମାମୁଁ ଘରେ ମୁଁ ଯାଇକି ପହଞ୍ଚି ଯାଇଥିଲି। ଆଉ ଏତେ ବଡ଼ ଛେଳିଟାକୁ ଦେଖି ମୁଁ ତ ପୁରା ଡରି ଯାଇଥିଲି, କାରଣ ମୁଁ ଜନ୍ମ ପାଖରୁ ଏତେ ବଡ଼ ଛେଳି ମୁଁ ଦେଖି ନାହିଁ କେବେ ବି, ଆଉ ଆମ ଘରେ ଯେହେତୁ ନାହିଁ ସେଥିପାଇଁ। ତାପରେ ହେଲା ମୁଁ ଭାତ ଖାଇବା ପାଇଁ ଟିକେ ବସି ପଡ଼ିଥିଲି। ତାପରେ ହେଲା କ୍ୟୁଟ୍ ପପିଜକୁ ଦେଖି ମୁଁ ତ ପୁରା ଖୁସି ହେଇଥିଲି। ତାପରେ ଆସିକି ଘରେ ପହଞ୍ଚିକି ଦେଖେ ତ ପିମ୍ପୁଡ଼ି ସବୁ କ'ଣ ହେଇଛି ଦେଖିପାରୁଥିବେ। ପିମ୍ପୁଡ଼ିର ସମସ୍ତେ ଆଜି ବୋଧେ ବାହାରି ଚାଲି ଆସିଛି ଆମ ଘରକୁ, କାରଣ ଆମ ଘରେ ବୋଧେ ଭୋଜି ହେଉଛି ସେମାନେ ଭାବିଛନ୍ତି, କିନ୍ତୁ ଆମ ଘରେ ତ କିଛି ହେଉନାହିଁ। ତାପରେ ହେଲା ଆମ ଘରେ ହେଲା ହେଉଥିଲା ପିଠା, ଦେଖିପାରୁଥିବେ ମାଉସୀ କେମିତି ଗୋଳେଇ ଦେଇଛି ପରିବା ଫରିବା ଦେଇକି, ପୁରା ବଢ଼ିଆ ରକ ପିଠା। ଆଉ ଆପଣମାନେ ଖାଇଛନ୍ତି କି ଏମିତି ପରିବା ଦେଇକି ପିଠା? ତ ବହୁତ ହି ଟେଷ୍ଟି ଲାଗିବ, ଗାଜର ବିଟ୍ ଦେଇକି କରିବେ, ପୁରା ଟେଷ୍ଟି ମାନେ ପ୍ରବଳ ମାତ୍ରା ଟେଷ୍ଟ ଲାଗିବ। ତ ଏତିକି କହିକି ଭିଡ଼ିଓ ଏଣ୍ଡ କରୁଛି, ଟାଟା।